ସମସ୍ତଙ୍କୁ ଓଁ ସାଇରାମ। ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ପ୍ରଥମେ ଶୁଣିବା ଏକ ସୁନ୍ଦର କାହାଣୀ। ଧନୀ ଲୋକକୁ କାହିଁକି କେହି ସନ୍ତୁଷ୍ଟ କରିପାରନ୍ତି ନାହିଁ। ତାପରେ ଶୁଣିବା ମନକୁ ଛୁଇଁଗଲା ଭଳି ଆଜିର ଅନୁଚିନ୍ତା ସବୁ। ତାହେଲେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, ଦେଖନ୍ତୁ। ଯଦି ପସନ୍ଦ ଆସିବ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ଗୋଟିଏ ଗ୍ରାମରେ ଜଣେ ଧନୀ ଲୋକ ଥାନ୍ତି। ତାଙ୍କର ସର୍ବଦା ନୂଆ ଚାକର ରଖାହୁଏ, କାରଣ କେହି ବି ତାଙ୍କୁ କାମରେ ସନ୍ତୁଷ୍ଟ କରିପାରନ୍ତି ନାହିଁ। ତାଙ୍କର ଧାରଣା ହେଉଛି ଆସୁଥିବା ଚାକରମାନେ କେହି ସେବା ପାଇଁ ତତ୍ପର ନୁହନ୍ତି। ଦିନେ ଦୁଇଜଣ ଲୋକ ତାଙ୍କ ପାଖରେ ଚାକିରି କରିବାକୁ ଆସିଲେ। ଦୁହିଁଙ୍କୁ ପରୀକ୍ଷା କରିବା ପାଇଁ ଧନୀ ଲୋକ ଚାହିଁଲେ। ଦୁଇ ଜଣଙ୍କୁ ଦୁଇଟି ଝୁଡ଼ି ଦେଇ ସେ କହିଲେ, ଘର ପଛପଟ ବଗିଚାରେ କୂଅଟିଏ ଅଛି। ଦୁହେଁ ଏହି ଝୁଡ଼ିରେ ପାଣି କାଢ଼ି ଢାଳିବ। ସଞ୍ଜ ପର୍ଯ୍ୟନ୍ତ କାମ କଲେ ତୁମକୁ ଟଙ୍କାଏ ଲେଖା ପାରିଶ୍ରମିକ ମିଳିବ। ଏକଥା ଶୁଣି ସେ ଦୁହେଁ ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ ଚାହିଁଲେ। ତାପରେ ଝୁଡ଼ି ଦୁଇଟି ନେଇ ସେମାନେ କାମକୁ ଗଲେ। ଯିବା ବାଟରେ ବଡ଼ଟା ସାନକୁ କହିଲା, ଏ ମାଲିକ ପାଗଳ ନା କ'ଣ? ଝୁଡ଼ି ଭିତରେ ପାଣି କେମିତି ରହିବ? ସାନ କହିଲା, ତୁମେ କ'ଣ ଭାବୁଛ ଏ କଥା ସେ ଜାଣିନାହାନ୍ତି? ତାପରେ ସେ ଦୁହେଁ କୂଅ ପାଖରେ ଯାଇ ପହଞ୍ଚିଲେ। ତାପରେ ପାଣି କାଢ଼ି ଝୁଡ଼ି ଭିତରେ ଢାଳିଲେ। ବଡ଼ଟା ଏ କାମ ବହୁତ ହାସ୍ୟାସ୍ପଦ ଲାଗିଲା। ସେ ମୂର୍ଖ ଭଳି ପାଣି କାଢ଼ି ଝୁଡ଼ିରେ ଢାଳିବାକୁ ପସନ୍ଦ କଲା ନାହିଁ। ସେ ସାନକୁ କହିଲା, ଏଭଳି ଭାବରେ କେତେ ସମୟ ତମେ ପାଣି କାଢ଼ି ଚାଲିଥିବ? ମାଲିକ ତ ପାଗଳ, ଆଉ ଏବେ ଦେଖୁଛି ତମେ ମଧ୍ୟ ତାଙ୍କ ସହିତ ପାଗଳ ହୋଇଗଲଣି। ସନ୍ଧ୍ୟା ପର୍ଯ୍ୟନ୍ତ ତୁମେ ଏ ବେକାର କାମ କରୁଥାଅ, ମୁଁ ଯାଉଛି। ଏତିକି କହି ସେ ଯାଉ ଯାଉ ଗଛ ଛାଇରେ ବସିଲା। ସାନଟି ସନ୍ଧ୍ୟା ପର୍ଯ୍ୟନ୍ତ କୂଅରୁ ପାଣି କାଢ଼ି କାଢ଼ି ଝୁଡ଼ିରେ ଢାଳୁଥାଏ। ଶେଷକୁ କୂଅର ପାଣି ଶେଷ ହୋଇ ଗୋଡ଼ି ମାଟି କାଦୁଅ ସବୁ ବାହାରିଲା। ପାଣି ବୋହିଯାଇ କେବଳ ଗୋଡ଼ି ମାଟି ଜମା ହୋଇଥାଏ। ଏବେ ସମୟ ଶେଷ ହୋଇଗଲା ଭାବି ସାନଟି କାମ ବନ୍ଦ କରିଦେଲା। ହଠାତ୍ ଦେଖିଲା ଝୁଡ଼ି ଭରା ମାଟି ଗୋଡ଼ି ଭିତରେ ଚିକ୍ ଚିକ୍ କରୁଥାଏ। ସେ କୌତୂହଳୀ ହୋଇ ଦେଖିଲା ଯେ ତାହା ଗୋଟିଏ ସୁନାର ମୁଦି। ବଡ଼ ଉତ୍ସାହର ସହିତ ସେ ସେଇଟିକି ଧରି ମାଲିକ ପାଖକୁ ଗଲା। ବଡ଼ଟି ମଧ୍ୟ ତା ସହିତ ଗଲା। ମାଲିକ ସାନଟିର ହାତରୁ ମୁଦିଟି ନେଇ କହିଲେ, ଏଇଥିପାଇଁ ତ ମୁଁ ତୁମକୁ ପାଣି କାଢ଼ିବା କାମ କହିଥିଲି। ଏଇ ନିଅ ତୁମର ପାରିଶ୍ରମିକ। ଏତିକି କହି ସେ ତାକୁ ଟଙ୍କାଟିଏ ଦେଲେ। ତାପରେ ସେ ବଡ଼କୁ କହିଲେ, ମୁଁ ଭାବିଥିଲି ଯେ ତମେ କାମ କରିବାକୁ ଆସିଛ, କିନ୍ତୁ ତମେ ତ ଦୁଇ ତିନିଥର ପାଣି କାଢ଼ିବା ପରେ କାମ ବନ୍ଦ କରିଦେଲ। ତମେ କାହିଁକି ଏପରି କଲ? ତୁମକୁ କ'ଣ ବେତନର ଆବଶ୍ୟକତା ନାହିଁ? ବଡ଼ଟା କହିଲା, ଆପଣ ଯେଉଁ କାମ ଦେଲେ ତାହା ମୋତେ ବଡ଼ ବିଚିତ୍ର ଓ ବେକାର ଲାଗୁଥିବାରୁ ମୁଁ ତାହା ଛାଡ଼ିଦେଲି। ବଡ଼ର ଏ ପ୍ରକାର ଉତ୍ତର ଶୁଣି ସେ ମାଲିକ ଖୁବ୍ ହସିଲେ ଓ କହିଲେ, ଆଉ ତମେ ଭାବିଲ କି ମୁଁ ଜଣେ ପାଗଳ? ପାଗଳ ମୁଁ ନୁହେଁ। କିନ୍ତୁ ତୁମେ ଏପରି କାହିଁକି ଭାବିଲ ଯେ ମୁଁ ଚାହୁଁଛି ପାଣିରେ ଝୁଡ଼ି ଭରିବାକୁ? ତୁମର କର୍ତ୍ତବ୍ୟ ହେଉଛି ତୁମକୁ ଯେଉଁ କାର୍ଯ୍ୟ ଦିଆଗଲା ତାହା ଆନ୍ତରିକତାର ସହିତ କରିବ। କର୍ମର ଫଳ ବିଷୟରେ ଭାବିବା ମୋର କାମ। ଏଇଥିରୁ ଜଣାଗଲା ଯେ ତୁମ ମଧ୍ୟରେ ଥିବା ସେବା ଧର୍ମ ମୋଟେ ନାହିଁ, ଅର୍ଥାତ୍ କାମ କରିବା ଭିତରେ ସମର୍ପଣ ଭାବ ଆଦୌ ନାହିଁ। ତେଣୁ ତୁମେ ଚାକିରି ପାଇଁ ଯୋଗ୍ୟ ନୁହଁ। ଏତିକି କହି ମାଲିକ ସାନକୁ ଚାକିରି ଦେଲେ। ସାନଟି ନିଜର ସେବାବୃତ୍ତି ଯୋଗୁଁ ମାଲିକକୁ ଖୁସି କରି କାମ ପାଇଲା। ବହୁ ବର୍ଷ ସେଠାରେ କାମ କରି ଆନନ୍ଦରେ ତାର ଜୀବନ ଯାପନ କଲା।
ଔଷଧ ଚିହ୍ନିବାରେ ଭୁଲ ହୋଇଗଲେ ଜୀବନ ଚାଲିଯାଏ, ଆଉ ମଣିଷ ଚିହ୍ନିବାରେ ଭୁଲ ହୋଇଗଲେ ଜୀବନ ବର୍ବାଦ ହୋଇଯାଏ। ସମୟ ମିଳିଲେ ଟିକେ ଶ୍ମଶାନକୁ ଯାଇ ବୁଲି ଆସନ୍ତୁ। ଦେଖିବେ କେତେ ଯେ ଅହଙ୍କାର ପାଉଁଶ ହୋଇଯାଇଛି। ଏ ଦୁନିଆରେ କେହି କାହାର ନୁହନ୍ତି। ମୃତ ଦେହକୁ ଶ୍ମଶାନରେ ପହଞ୍ଚେଇ ଦେଇ ନିଜ ଲୋକ ବି ପ୍ରଶ୍ନ କରନ୍ତି କି ଆଉ କେତେ ସମୟ ଲାଗିବ ପୋଡ଼ିବାକୁ। ଏହା ହିଁ ଆଶ୍ଚର୍ଯ୍ୟ କଥା। ଯିଏ ଦୂରେଇ ଯିବାକୁ ଚାହୁଁଛି ତାକୁ ଧରି ରଖିବାକୁ ଚେଷ୍ଟା କରନ୍ତୁ ନାହିଁ। ମହତ୍ତ୍ୱ ସେମାନଙ୍କୁ ଦିଅନ୍ତୁ ଯେଉଁମାନେ ଆପଣଙ୍କୁ ବିଶ୍ୱାସ କରନ୍ତି, ଯେଉଁମାନେ ସବୁବେଳେ ଆପଣଙ୍କ ସାଥିରେ ରହିଛନ୍ତି ଏବଂ ଯେଉଁମାନେ କୌଣସି ସ୍ୱାର୍ଥ ନ ରଖି ଆପଣଙ୍କୁ ଭଲ ପାଉଛନ୍ତି। ଯେଉଁ ଘରେ ଗୋଟେ ପିଲାକୁ ପ୍ରଶଂସା କରି ଅନ୍ୟ ଜଣ ପିଲାଙ୍କୁ ଅଣଦେଖା କରାଯାଏ, ତାହେଲେ ସେ ପିଲାର ମନ ଦୁଃଖ କଷ୍ଟ ହୋଇ ସେମାନଙ୍କ ଉପରେ ତାଙ୍କର ଭରସା ତୁଟିଯାଏ। ଯାହାର ରୋଜଗାର ବେଶୀ, ପ୍ରାଧାନ୍ୟ ଦେଇ ଅନ୍ୟ ପୁଅ ବୋହୂଙ୍କୁ ଛୋଟ ଭାବିବା ବା ଖରାପ ନଜରରେ ଦେଖିବା ଆଦୌ ଉଚିତ ନୁହେଁ। ବେଳେ ବେଳେ ଜଣକର ପକ୍ଷ ନେଇ ଅନ୍ୟ ସନ୍ତାନମାନଙ୍କୁ ସମାଲୋଚନା କରିବା ଆଦୌ ଉଚିତ ନୁହେଁ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା, ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନକୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ ଆଉ ଆପଣମାନେ ଏହିପରି ଭିଡ଼ିଓ ସବୁ ଦେଖିପାରିବେ, ଶୁଣିପାରିବେ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।